ନମସ୍କାର ଦର୍ଶକ ବନ୍ଧୁ, ଭିଜିଟ୍ କ୍ଲବ୍ ଓଡ଼ିଆର ଆଉ ଏକ ନୂତନ ଅଧ୍ୟାୟରେ ଅଗଣିତ ଦର୍ଶକମାନଙ୍କୁ ମୋର ପ୍ରୀତି ଭରା ଶୁଭେଚ୍ଛା। ଦର୍ଶକ ବନ୍ଧୁ, ଏ ହେଉଛି କେନ୍ଦୁଝର ଜିଲ୍ଲାର ରଥଦାଣ୍ଡ। ଯେଉଁ ରଥଦାଣ୍ଡରେ ଗଡ଼ିଥାଏ ବିଶ୍ୱର ସର୍ବବୃହତ୍ ରଥ। ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ରଥରେ ବିଜେ ହୋଇ ମାଉସୀ ଘରକୁ ଯାଇଥାନ୍ତି। ସୁସଜ୍ଜିତ ସୁନ୍ଦର ପରିବେଶର ଆକର୍ଷଣୀୟ ରଥଦାଣ୍ଡରେ ଘାଇଁ ଘାଇଁ ହୋଇ ରଥ ଗଡ଼ି ଯାଇଥାଏ। ରଥଦାଣ୍ଡର ଛାତି ଉପରେ ରଥ ଗଡ଼ି ଯାଉଥିବା ଯୋଗୁଁ ରଥ ଦାଣ୍ଡ ଖୁବ୍ ଗର୍ବ ଅନୁଭବ କରୁଥାଏ। ବର୍ଷକରେ କେବଳ ଥରୁଟିଏ ଏହି ଦାଣ୍ଡରେ ରଥ ଗଡ଼ୁଥିବା ଯୋଗୁଁ ଠିକ୍ ଏହି ଦିନକୁ ଚାତକ ପକ୍ଷୀ ପରି ଚାହିଁ ରହିଥାଏ ରଥଦାଣ୍ଡ। କେବେ ମୋ ଛାତି ଉପରେ ରଥରେ ତିନି ଭାଇ ଭଉଣୀ ବସି ମାଉସୀ ଘରକୁ ଯିବେ, ସେଥିପାଇଁ ବ୍ୟାକୁଳ ହୋଇଉଠେ ରଥଦାଣ୍ଡ। କିନ୍ତୁ ବିଧିର ବିଧାନ, କେବଳ ବର୍ଷକୁ ଥରେ ହିଁ ତିନି ଭାଇ ଭଉଣୀ ରଥରେ ବସିବାର ସୁଯୋଗ ପାଉଥିବା ଯୋଗୁଁ ବର୍ଷ ସାରା ଅପେକ୍ଷାରେ ଚାହିଁ ରହିଥାଏ ସେହି ପବିତ୍ର ରଥଯାତ୍ରା ଦିନକୁ। ଦର୍ଶକ ବନ୍ଧୁ, ଏ ହେଉଛି ରଥଯାତ୍ରାର ପୂର୍ବ ଦୃଶ୍ୟ। ରଥଯାତ୍ରାର ପ୍ରସ୍ତୁତି ପର୍ବରେ ଆମ ଭିଜିଟ୍ କ୍ଲବ୍ ଓଡ଼ିଆର କ୍ୟାମେରା କ୍ଷଣିକ ପାଇଁ ଚାଲି ଯାଇଥିଲା। ରଥଯାତ୍ରା ପାଇଁ ପ୍ରସ୍ତୁତି କାର୍ଯ୍ୟ ଚାଲୁଥିବା ରଥଖଳା ଉପରେ କ୍ୟାମେରା ଧୀରେ ଧୀରେ ଦୃଷ୍ଟି ଦେଉଥାଏ। ରଥଯାତ୍ରା ପାଇଁ ଚାଲେ ପ୍ରସ୍ତୁତି ପର୍ବ। ଯେଉଁ ରଥରେ ପ୍ରଭୁ ଜଗନ୍ନାଥ, ଭାଇ ବଳଭଦ୍ର ସହିତ ଭଉଣୀ ସୁଭଦ୍ରା ମାଉସୀ ଘରକୁ ଯିବେ, ସର୍ବପ୍ରଥମେ ସେହି ରଥକୁ ପୁନଃନିର୍ମାଣ କରାଯାଇଥାଏ। ବିଶ୍ୱର ସର୍ବବୃହତ୍ ରଥ କେବଳ ଆମ କେନ୍ଦୁଝରରେ ହୋଇଥିବା ଯୋଗୁଁ ବଢ଼େଇମାନେ ରଥ ନିର୍ମାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିଦେଇଥାନ୍ତି। ରଥଯାତ୍ରା ହେବା ପୂର୍ବ ଦିନରୁ ରଥ କାର୍ଯ୍ୟକୁ ଶେଷ କରି ରଙ୍ଗ ବେରଙ୍ଗରେ ସଜେଇ ଖୁବ୍ ଆକର୍ଷିତ କରିଦେଇଥାନ୍ତି। ଦିନ ରାତି ଅକ୍ଳାନ୍ତ ପରିଶ୍ରମ କରି ରଥକୁ ଖୁବ୍ ସୁନ୍ଦର ଭାବରେ ସଜେଇ ଦେଇଥାନ୍ତି। ରଥଯାତ୍ରାର ଏହି ପ୍ରସ୍ତୁତି ପର୍ବରେ ମଧ୍ୟ ରଥଦାଣ୍ଡଟି ଖୁବ୍ ଚଳଚଞ୍ଚଳ ହୋଇ ରହିଥାଏ। ଶାନ୍ତ ପରିବେଶ ଶୂନଶାନ ବାତାବରଣରେ ଭିନ୍ନ ଏକ ପରିବେଶ ସୃଷ୍ଟି କରିଦେଇଥାଏ କେନ୍ଦୁଝର ଗଡ଼ରେ ଗଡ଼ୁଥିବା ବିଶ୍ୱର ସର୍ବବୃହତ୍ ରଥର ନିର୍ମାଣ କାର୍ଯ୍ୟ। ଦର୍ଶକ ବନ୍ଧୁ, ଆପଣମାନେ ଥରେ ନଜର କରନ୍ତୁ ରଥ ଖଳା ଉପରକୁ। ନିର୍ମାଣ କାର୍ଯ୍ୟରେ ଛନ୍ଦି ହୋଇ କେମିତି ଅଧାଗଢ଼ା ରଥ ଖଳାରେ ଛିଡ଼ା ହୋଇ ରହିଛି। ଜଣାପଡ଼ୁଛି ରଥ ମଧ୍ୟ ଅପେକ୍ଷା କରି ରହିଛି କେବେ କେଉଁଦିନ ଆସି ପ୍ରଭୁ ଜଗନ୍ନାଥଙ୍କ ସହିତ ଭାଇ ଭଉଣୀ ଆସି ମୋ ଉପରେ ବିଜେ କରିବେ। ସେହି ଶୁଭ ମୁହୂର୍ତ୍ତ, ସେହି ଐତିହାସିକ ଦିନକୁ ରଥ ସଜବାଜରେ ବ୍ୟସ୍ତ ହୋଇ ରହିଛି। ପାଟବସ୍ତ୍ର ସାଙ୍ଗକୁ ଅଳଙ୍କାର ପରିଧାନ କଲା ଭଳି ସଜେଇ ହୋଇ କେମିତି ଶାନ୍ତିରେ ଏବଂ ସୁରକ୍ଷାରେ ନେଇ ତିନି ଠାକୁରଙ୍କୁ ତାଙ୍କ ମାଉସୀ ଘରେ ପହଞ୍ଚାଇବି, ସେହି ଅପେକ୍ଷାରେ ପ୍ରସ୍ତୁତି ପର୍ବରେ ରହିଥାଏ ରଥ।
ରଥଯାତ୍ରାରେ ସିନା ଜନସମୁଦ୍ରରେ ଉଛୁଳି ପଡ଼ୁଥାଏ ରଥଦାଣ୍ଡ, କିନ୍ତୁ ଖାଁ ଖାଁ ଲାଗୁଥାଏ ରଥଯାତ୍ରା ପର୍ବର ପ୍ରସ୍ତୁତି ପର୍ବ। ବଢ଼େଇମାନଙ୍କ ନିହାଣର ଶବ୍ଦ ସାଙ୍ଗକୁ ରଥଦାଣ୍ଡ ଦେଇ ଯାଉଥିବା ଗାଡ଼ି ମଟର ଶବ୍ଦ ବ୍ୟତୀତ ଆଉ ସେମିତି କିଛି ଜନଗହଳି ଦୃଶ୍ୟ ଦେଖିବାକୁ ମିଳିନଥାଏ। ଆପଣମାନେ ଦେଖିପାରୁଥିବେ ଏହି ଶୂନଶାନ ବାତାବରଣର ଦୃଶ୍ୟକୁ। ଆପଣମାନେ ଅନୁଭବ କରିପାରୁଥିବେ ରଥଯାତ୍ରା ପୂର୍ବର ଦୃଶ୍ୟ କେମିତି ଥାଏ ଏ ରଥଦାଣ୍ଡରେ। ବିଶ୍ୱର ସର୍ବବୃହତ୍ ରଥ କୁହାଯାଉଥିବା ଆମ କେନ୍ଦୁଝର ରଥ କେମିତି ଭାବରେ ପ୍ରସ୍ତୁତ ହୋଇଥାଏ। ଭିଜିଟ୍ କ୍ଲବ୍ ଓଡ଼ିଆର କ୍ୟାମେରା ଆପଣମାନଙ୍କ ପାଖକୁ ନେଇ ଆସିଥିବା ରଥଯାତ୍ରାର ପ୍ରସ୍ତୁତି ପର୍ବ ମଧ୍ୟ ଖୁବ୍ ଆକର୍ଷଣ ଦେଇଥାଏ। ବଡ଼ ଦେଉଳର ଗମ୍ଭୀର ଭିତରେ ରତ୍ନ ସିଂହାସନରେ ବସିଛନ୍ତି ତିନି ଠାକୁର। ସେମାନେ ମଧ୍ୟ ବ୍ୟାକୁଳ ହେଉଛନ୍ତି କେଉଁଦିନ ଭକ୍ତମାନଙ୍କ ଗହଣକୁ ଆସିବେ ଆଉ ରଥ ଦାଣ୍ଡରେ ଅପେକ୍ଷା କରି ରହିଥିବା ରଥ ଉପରକୁ ବିରାଜମାନ କରିବେ। ବର୍ଷକରେ ଥରେ ଭକ୍ତମାନଙ୍କ ପାଖକୁ ଆସିବାର ସୁଯୋଗ ପାଉଥିବା ତିନି ଦିଅ ରଥଯାତ୍ରା ଅପେକ୍ଷାରେ। ରଥରେ ବସି ମାଉସୀ ଘରକୁ ଯିବା ପାଇଁ ବ୍ୟସ୍ତ ହୋଇପଡ଼ୁଛନ୍ତି ତିନି ଠାକୁର। ମନ୍ଦିର ଭିତରେ ଥିବା ଗମ୍ଭୀର ସ୍ଥାନକୁ ଭକ୍ତମାନେ ତିନି ଦିଅଙ୍କୁ ଦର୍ଶନ କରିବା ପାଇଁ ଯାଇଥାନ୍ତି। କିନ୍ତୁ ରଥଯାତ୍ରା ଦିନ ଭକ୍ତମାନଙ୍କ ସମ୍ମୁଖକୁ ତିନି ଠାକୁର ଆସନ୍ତି ଦର୍ଶନ ଦେବା ପାଇଁ। ଏଥିପାଇଁ ଭକ୍ତମାନେ ଯେତିକି ବ୍ୟାକୁଳ ତାଙ୍କଠାରୁ ଅଧିକ ବ୍ୟାକୁଳ ହୋଇପଡ଼ୁଛନ୍ତି ତିନି ଠାକୁର। ପ୍ରସ୍ତୁତି ପର୍ବ ଚାଲିଛି। ତିନି ଠାକୁର ରଥକୁ ଆସିବା ଠାରୁ ମାଉସୀ ଘର ପର୍ଯ୍ୟନ୍ତ ଯିବାର ସୁବ୍ୟବସ୍ଥା କରାଚାଲିଛି। ଏଥିପାଇଁ କେବଳ ଭକ୍ତ କାହିଁକି ଜିଲ୍ଲା ପ୍ରଶାସନ ମଧ୍ୟ ଶାନ୍ତି ଶୃଙ୍ଖଳା ପାଇଁ ପୂର୍ବ ପ୍ରସ୍ତୁତି କାମ ଚାଲୁ ରଖିଛି। କେମିତି ସୁରକ୍ଷିତ ଏବଂ ସୁବିଧାରେ ତିନି ଦିଅଙ୍କୁ ଦର୍ଶନ କରି ରଥ ଟାଣି ପାରିବେ ସେସବୁର ବ୍ୟବସ୍ଥା ଚାଲିଛି। ବର୍ଷକ ପରେ ମାଉସୀ ଘରକୁ ଆସିବେ ତିନି ଭାଇ ଭଉଣୀ। ସତେ ଯେମିତି ଅପେକ୍ଷାରେ ବାଟ ଚାହିଁ ବସିଛି ମାଉସୀ ଘର। ଖୋଲା ରଖିଦେଇଛି ମାଉସୀ ଘର ଦ୍ୱାର। ତିନି ଭାଇ ଭଉଣୀକୁ ଯଥାବିଧି ଅନୁସାରେ ପାଛୋଟି ନେଇ କିଛି ଦିନ ପାଇଁ ମାଉସୀ ଘରେ ରଖିବାର ସୁଯୋଗ ଆସୁଥିବାରୁ କୌଣସିଥିରେ ଅବହେଳା କରିପାରୁନାହାନ୍ତି ମାଉସୀ ଘର। ତିନି ଦିଅଙ୍କ ଚର୍ଚ୍ଚା ପାଇଁ ଯାହା ବି ଆବଶ୍ୟକ ସବୁକିଛି ପ୍ରସ୍ତୁତ କରିବାରେ ବ୍ୟସ୍ତ ମାଉସୀ ଘର। ସେଠାରେ ମଧ୍ୟ ଚାଲିଛି ପ୍ରସ୍ତୁତି ପର୍ବ। କୁଣିଆ ଆସିବାର ସୂଚନା ମିଳିଲେ ଯେମିତି ବ୍ୟସ୍ତ ହୋଇ ଆବଶ୍ୟକ ଜିନିଷ ଯୋଗାଡ଼ କରି ପୂର୍ବରୁ ରଖାଯାଇଥାଏ, ଠିକ୍ ସେମିତି ମାଉସୀ ଘରେ ମଧ୍ୟ ଭାଳେଣି ପଡ଼ିଛି ତିନି ଦିଅଙ୍କ ଆସିବା ସୂଚନା ପାଇ। ଦର୍ଶକ ବନ୍ଧୁ, ସେହି ଦିନକୁ ଅପେକ୍ଷା, ଯେଉଁଦିନ ତିନି ଠାକୁର ରଥରେ ବସି ମାଉସୀ ଘର ଅଭିମୁଖେ ଯାତ୍ରା କରିବେ ଆଉ ଘଣ୍ଟ ଖୋଳତାଳ ସହିତ
ବିଦାୟ ଦେଇ କିଛି ଦିନ ପାଇଁ ତିନି ଠାକୁରଙ୍କୁ ଶ୍ରୀମନ୍ଦିରରୁ ଦୂରେଇ ରଖିବେ। ଅପେକ୍ଷା କରିବା କେନ୍ଦୁଝରର ସେହି ପବିତ୍ର ରଥଯାତ୍ରାକୁ। ଦର୍ଶକ ବନ୍ଧୁ, ପୁଣି ରଥଯାତ୍ରାକୁ ଅପେକ୍ଷା କରି ଭିଜିଟ୍ କ୍ଲବ୍ ଓଡ଼ିଆର କ୍ୟାମେରା ବର୍ତ୍ତମାନ ପାଇଁ ବିଦାୟ ନେଉଛି। ଜୟ ଜଗନ୍ନାଥ।